ତୁମ ଆଖପାଖରେ ଯେତେ ଲୋକ ତୁମକୁ ଜାଣନ୍ତି, ଏହା ଜରୁରୀ ନୁହେଁ କି ସବୁ ଲୋକ ତୁମକୁ ପସନ୍ଦ କରିବେ। ସମସ୍ତଙ୍କର ତୁମ ପ୍ରତି ଏକ ଭିନ୍ନ ଭିନ୍ନ ଦୃଷ୍ଟିଭାବ ରହିଛି। ହୁଏତ କେହି ତୁମକୁ ବହୁତ ପସନ୍ଦ କରିବେ ଏବଂ କେହି ବି ବିଲକୁଲ ପସନ୍ଦ କରିବେ ନାହିଁ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜ ପ୍ରତି ତୁମର ମନୋଭାବ କ'ଣ। ନିଜ ଉପରେ ବିଶ୍ୱାସ ରଖ ଏବଂ ଯେଉଁଭଳି ଅଟ ନିଜକୁ ସେହିଭଳି ସ୍ୱୀକାର କର। ଯଦି ତୁମକୁ ନିଜ ଉପରେ ଏବଂ ତୁମର କର୍ମ ଉପରେ ବିଶ୍ୱାସ ଅଛି, ତେବେ ଦୁନିଆ ତୁମ ବିଷୟରେ ଯାହା ଭାବୁନା କାହିଁକି, ତୁମକୁ କୌଣସି ଫରକ ପଡ଼ିବ ନାହିଁ। ହଁ, ତୁମେ ମଧ୍ୟ ତୁମ ପିଲାମାନଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ସମ୍ଭାଳିବା ପାଇଁ ଯଥେଷ୍ଟ ସକ୍ଷମ ବନାଅ। ତାହା ସଂସ୍କାର ହେଉ କିମ୍ବା ଶିକ୍ଷା ହେଉ, ସବୁକିଛି ସେମାନଙ୍କୁ ଶିଖାଇବା ଉଚିତ। ପୁଅ ହେଉ କି ଝିଅ, ଭେଦଭାବ କର ନାହିଁ। ସମସ୍ତଙ୍କୁ ସମାନ ଭାବରେ ଶିକ୍ଷା ଦିଅ। ତୁମ ଆଖପାଖର ଅଧିକାଂଶ ଲୋକ ଖରାପ ସମୟରେ ତୁମକୁ କେବଳ ଦୂରରୁ ଦେଖିଥାନ୍ତି। କେବଳ ଅଳ୍ପ କେତେଜଣ ପ୍ରକୃତ ବନ୍ଧୁ ଯିଏ ଆଗକୁ ଆସି ତୁମକୁ ସାହାଯ୍ୟ କରନ୍ତି। ତେଣୁ ଯେତେବେଳେ ବି କଷ୍ଟଦାୟକ ସମୟ ଆସେ, ବ୍ୟସ୍ତ ହୁଅ ନାହିଁ, ଧୈର୍ଯ୍ୟ ଧର। ତୁମେ ସେହି ସମୟରେ ଲୋକମାନଙ୍କୁ ମଧ୍ୟ ଚିହ୍ନିପାରିବ ଏବଂ ତୁମର ପ୍ରକୃତ ବନ୍ଧୁମାନେ ଆସି ତୁମକୁ ସାହାଯ୍ୟ ମଧ୍ୟ କରିବେ। ତାହା ସହିତ ମୋର ଆଶୀର୍ବାଦ ତ ସବୁବେଳେ ତୁମ ସାଥିରେ ଅଛି। ତୁମ ମନର କଥା ମୋତେ କୁହ, ମୁଁ ସବୁବେଳେ ତୁମ କଥା ଶୁଣୁଛି। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।